ପିଲାଏ ଓଡ଼ିଶୀ ନୃତ୍ୟର ପୁନରୁଦ୍ଧାର ଏବଂ ବିଶ୍ୱସ୍ତରରେ ଏହାର ପ୍ରଚାର ପ୍ରସାର ପାଇଁ ସର୍ବଶ୍ରେଷ୍ଠ ପ୍ରତିପାଦକ ଭାବେ ଜଣାଶୁଣା। ଜାଣିଛ ସେ କିଏ? ତାହେଲେ ଏଥର ଆସ ଶୁଣିବା ଆଲୋଚନା ବଡ଼ ମଣିଷଙ୍କ କାହାଣୀ କ୍ରମରେ ଓଡ଼ିଶୀ ନୃତ୍ୟଶିଳ୍ପୀ ସଂଯୁକ୍ତା ପାଣିଗ୍ରାହୀ। ତମ ପାଇଁ ଆଲୋଚନା କରୁଛନ୍ତି ବଡ଼ ଅପା ମଧୁଚନ୍ଦା ମହାପାତ୍ର। ପିଲାମାନେ, ସଂଯୁକ୍ତା ପାଣିଗ୍ରାହୀ ଭାରତର ଜଣେ ପ୍ରସିଦ୍ଧ ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ ଥିଲେ, ଯିଏ ଓଡ଼ିଶୀ ନୃତ୍ୟର ପୁନରୁଦ୍ଧାର ଏବଂ ବିଶ୍ୱସ୍ତରରେ ଏହାର ପ୍ରଚାର ପ୍ରସାର ପାଇଁ ସର୍ବଶ୍ରେଷ୍ଠ ପ୍ରତିପାଦକ ଭାବେ ଜଣାଶୁଣା ଥିଲେ। ସେ ଥିଲେ ଓଡ଼ିଶାର ପ୍ରଥମ ମହିଳା ଯିଏ ଅତି କମ୍ ବୟସରୁ ଏହି ପ୍ରାଚୀନ ଶାସ୍ତ୍ରୀୟ ନୃତ୍ୟକୁ ଆପଣେଇ ଏକ ନୂତନ ଗୌରବ ପ୍ରଦାନ କରିଥିଲେ। ଗୁରୁ କେଳୁଚରଣ ମହାପାତ୍ରଙ୍କ ଅନନ୍ୟ ଶିଷ୍ୟା ଭାବରେ ସେ ଓଡ଼ିଶୀର ଭାବ, ମୁଦ୍ରା ଓ ଲାଳିତ୍ୟକୁ ଦେଶ ଓ ବିଦେଶର ମଞ୍ଚରେ ଜୀବନ୍ତ କରି ସାରା ବିଶ୍ୱକୁ ମନ୍ତ୍ରମୁଗ୍ଧ କରିଥିଲେ। ସଂଯୁକ୍ତା ପାଣିଗ୍ରାହୀ 1944 ମସିହା ଅଗଷ୍ଟ 24 ତାରିଖରେ ଓଡ଼ିଶାର ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବ୍ରହ୍ମପୁର ସହରରେ ଏକ ପାରମ୍ପରିକ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ଅଭିରାମ ମିଶ୍ର ଏବଂ ମାତାଙ୍କ ନାମ ଶକୁନ୍ତଳା ମିଶ୍ର ଥିଲା। ତାଙ୍କ ପିତା ଜଣେ ସରକାରୀ ଶାସନ ବିଭାଗୀୟ ଯନ୍ତ୍ରୀ ଥିଲେ, ଯାହାଙ୍କର ବାରମ୍ବାର ବଦଳି ହେଉଥିବା ହେତୁ ସଂଯୁକ୍ତାଙ୍କ ଜନ୍ମ ବ୍ରହ୍ମପୁରରେ ହୋଇଥିଲେ ମଧ୍ୟ ତାଙ୍କର ପିଲାଦିନ, ଶିକ୍ଷା ଏବଂ ନୃତ୍ୟ ସାଧନା ମୁଖ୍ୟତଃ କଟକ ସହରରେ ହିଁ କେନ୍ଦ୍ରୀଭୂତ ହୋଇଥିଲା। ସେ 5 ଭଉଣୀଙ୍କ ମଧ୍ୟରେ ସ୍ପେଶାଲ ଥିଲେ ଏବଂ ପରିବାରର ସମସ୍ତଙ୍କ ପ୍ରିୟ ଥିଲେ। ସେହି ସମୟରେ ରକ୍ଷଣଶୀଳ ସମାଜରେ ସମ୍ଭ୍ରାନ୍ତ କିମ୍ବା ବ୍ରାହ୍ମଣ ପରିବାରର ଝିଅମାନେ ନୃତ୍ୟ କରିବାକୁ ଏକ ସାମାଜିକ କଟକଣା ବା ନିନ୍ଦନୀୟ କାର୍ଯ୍ୟ ବୋଲି ମନେ କରାଯାଉଥିଲା। ସେତେବେଳେ କେବଳ ମାହାରୀ କିମ୍ବା ଗୋଟିପୁଅ ନୃତ୍ୟ ପ୍ରଦର୍ଶିତ ହେଉଥିଲା। ସଂଯୁକ୍ତାଙ୍କ ପିତା ଅଭିରାମ ମିଶ୍ର ମଧ୍ୟ ପ୍ରାରମ୍ଭରେ ଝିଅର ନୃତ୍ୟ ଶିକ୍ଷା ବିରୁଦ୍ଧରେ ଥିଲେ। ମାତ୍ର ତାଙ୍କ ମାତା ଶକୁନ୍ତଳା ମିଶ୍ର ବାରିପଦାର ଏକ ସାଂସ୍କୃତିକ ପରିବାରରୁ ଆସିଥିଲେ, ଯେଉଁ ପରିବାର ମୟୂରଭଞ୍ଜର ପ୍ରସିଦ୍ଧ ଛଉ ନୃତ୍ୟର ପୃଷ୍ଠପୋଷକତା କରୁଥିଲା। ମାତା ଶକୁନ୍ତଳା ଝିଅ ଭିତରେ ଥିବା ଅନ୍ତର୍ନିହିତ ପ୍ରତିଭାକୁ ଚିହ୍ନି ପାରିଥିଲେ ଏବଂ ପତି ଓ ସମାଜର ବିରୋଧ ସତ୍ତ୍ୱେ ସଂଯୁକ୍ତାଙ୍କୁ ନୃତ୍ୟ ଶିଖିବା ପାଇଁ ସମ୍ପୂର୍ଣ୍ଣ ପ୍ରୋତ୍ସାହନ ଦେଇଥିଲେ। ନୃତ୍ୟ ପ୍ରତି ସହଜାତ ପ୍ରତିଭା ଏବଂ ଗୁରୁ ଗ୍ରହଣ ସଂଯୁକ୍ତା ପିଲାଦିନରୁ ହିଁ ନୃତ୍ୟ ପ୍ରତି ଅତ୍ୟନ୍ତ ଆକର୍ଷିତ ଥିଲେ। ମାତ୍ର 2-3 ବର୍ଷ ବୟସରେ ସେ ଯେକୌଣସି ତାଳବଦ୍ଧ ଶବ୍ଦ, ଯେପରିକି ପନିପରିବା କାଟିବା ଏବଂ ବିଭିନ୍ନ ପ୍ରକାର ଶବ୍ଦ କିମ୍ବା ରେଡ଼ିଓରେ ସଙ୍ଗୀତ ଶୁଣି ସ୍ୱତଃସ୍ଫୂର୍ତ୍ତ ଭାବେ ନାଚିବା ଆରମ୍ଭ କରିଦେଉଥିଲେ। ତାଙ୍କର ଏହି ଅଦ୍ଭୁତ ଆଗ୍ରହ ଦେଖି ତାଙ୍କ ମାତା ମାତ୍ର 4 ବର୍ଷ ବୟସରେ ତାଙ୍କୁ ସେ ସମୟର ଉଦୀୟମାନ ନୃତ୍ୟଗୁରୁ କେଳୁଚରଣ ମହାପାତ୍ରଙ୍କ ପାଖକୁ ଶିକ୍ଷା ପାଇଁ ନେଇଯାଇଥିଲେ। ଗୁରୁ କେଳୁଚରଣ ମହାପାତ୍ରଙ୍କ ତତ୍ତ୍ୱାବଧାନରେ ସଂଯୁକ୍ତା ଓଡ଼ିଶୀ ନୃତ୍ୟର ପ୍ରାଥମିକ ବ୍ୟାକରଣ ଶିଖିବା ଆରମ୍ଭ କରିଥିଲେ। ପିଲାମାନେ, ତାଙ୍କର କଠିନ ପରିଶ୍ରମ ଓ ଏକାଗ୍ରତା ଯୋଗୁଁ ସେ ଅତି ଶୀଘ୍ର ଜଣେ ଶିଶୁ କଳାକାର ଭାବେ ନିଜର ପରିଚୟ ସୃଷ୍ଟି କରିଥିଲେ। 1950ରୁ 1953 ମସିହା ମଧ୍ୟରେ କଟକର ପ୍ରସିଦ୍ଧ ବିଶୁବ ମିଳନ ଉତ୍ସବରେ ସେ କ୍ରମାଗତ ଭାବେ 3 ବର୍ଷ ଧରି ସର୍ବଶ୍ରେଷ୍ଠ ଶିଶୁ କଳାକାର ଭାବେ ପୁରସ୍କୃତ ହୋଇଥିଲେ। ଏହା ସହିତ 1952 ମସିହାରେ ଆନ୍ତର୍ଜାତୀୟ ଶିଶୁ ଚଳଚ୍ଚିତ୍ର ମହୋତ୍ସବରେ ମଧ୍ୟ ସେ ବିଜୟୀ ହୋଇଥିଲେ, ଯାହା ତାଙ୍କ ନୃତ୍ୟ ଜୀବନର ଏକ ବଡ଼ ମୋଡ଼ ଥିଲା। ଗୁରୁ କେଳୁଚରଣ ମହାପାତ୍ରଙ୍କ ବ୍ୟତୀତ ସେ ଗୁରୁ ପଙ୍କଜ ଚରଣ ଦାସ, ଗୁରୁ ଦେବପ୍ରସାଦ ଦାସ ଏବଂ ମାୟାଧର ରାଉତଙ୍କ ଭଳି ପ୍ରତିଷ୍ଠିତ ଗୁରୁମାନଙ୍କ ଠାରୁ ମଧ୍ୟ ନୃତ୍ୟର ବିଭିନ୍ନ ଶୈଳୀ ଓ କଳା ଶିକ୍ଷା କରିବାର ସୁଯୋଗ ପାଇଥିଲେ। ସେ ଭାରତନାଟ୍ୟମ ଓ କଥକ ନୃତ୍ୟର ମଧ୍ୟ ପ୍ରଶିକ୍ଷଣ ନେଇଥିଲେ। ଭାରତନାଟ୍ୟମ ଏବଂ ଅନ୍ୟାନ୍ୟ ନୃତ୍ୟ ଶୈଳୀରେ ନିପୁଣ ହେବା ସତ୍ତ୍ୱେ ତାଙ୍କର ପ୍ରାଣ ଓ ଆତ୍ମା ଓଡ଼ିଶାର ମାଟି ଓ ଓଡ଼ିଶୀ ନୃତ୍ୟ ସହ ଜଡ଼ିତ ଥିଲା। ତେଣୁ ସେ ପରବର୍ତ୍ତୀ ସମୟରେ ଓଡ଼ିଶୀ ନୃତ୍ୟକୁ ହିଁ ନିଜ ଜୀବନର ଏକମାତ୍ର ବ୍ରତ ଭାବେ ବାଛି ନେଇଥିଲେ।
ସଂଯୁକ୍ତାଙ୍କ ବିବାହ ଓଡ଼ିଶାର ଜଣେ ପ୍ରତିଭାବାନ କଣ୍ଠଶିଳ୍ପୀ ଶ୍ରୀ ରଘୁନାଥ ପାଣିଗ୍ରାହୀଙ୍କ ସହ ହୋଇଥିଲା। ସଂଯୁକ୍ତାଙ୍କ ଅପୂର୍ବ ନୃତ୍ୟ ଏବଂ ରଘୁନାଥଙ୍କ ସୁମଧୁର ଗାୟନର ଯୁଗଳବନ୍ଦୀ ଭାରତୀୟ ଶାସ୍ତ୍ରୀୟ କଳା ଜଗତରେ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ସୃଷ୍ଟି କରିଥିଲା। ସଂଯୁକ୍ତାଙ୍କ ନୃତ୍ୟ ଦେଖି ଦର୍ଶକମାନେ ସ୍ତବ୍ଧ ହୋଇଯାଉଥିଲେ। ଓଡ଼ିଶୀ ନୃତ୍ୟର ସେହି ଅପୂର୍ବ ଲାଳିତ୍ୟ, ତ୍ରିଭଙ୍ଗୀ ମୁଦ୍ରା ଏବଂ ଚମତ୍କାର ଭାବ ପ୍ରକାଶ ସାରା ଦେଶର ଦୃଷ୍ଟି ଆକର୍ଷଣ କଲା। ଏହା ହିଁ ଥିଲା ଜାତୀୟ ସ୍ତରରେ ଓଡ଼ିଶୀ ନୃତ୍ୟର ଏକ ପୁନର୍ଜନ୍ମ ଏବଂ ସଂଯୁକ୍ତାଙ୍କ କ୍ୟାରିୟରରେ ସବୁଠାରୁ ବଡ଼ ସଫଳତା। ଏହାପରେ ସଂଯୁକ୍ତା ଓଡ଼ିଶୀ ନୃତ୍ୟକୁ ଭାରତର ଅନ୍ୟ ସମସ୍ତ ଶାସ୍ତ୍ରୀୟ ନୃତ୍ୟଶୈଳୀ ସହ ସମକକ୍ଷ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସଂଯୁକ୍ତା ପାଣିଗ୍ରାହୀ କେବଳ ଭାରତ ମଧ୍ୟରେ ସୀମିତ ନ ରହି ଓଡ଼ିଶୀ ନୃତ୍ୟକୁ ସାରା ବିଶ୍ୱରେ ପହଞ୍ଚାଇଥିଲେ। ସେ ଭାରତ ସରକାରଙ୍କ ସାଂସ୍କୃତିକ ପ୍ରତିନିଧି ଦଳର ସଦସ୍ୟ ଭାବେ ବିଭିନ୍ନ ଦେଶ ଗସ୍ତ କରିଥିଲେ। ବିଦେଶୀ ନୃତ୍ୟପ୍ରେମୀମାନେ ତାଙ୍କର ପ୍ରତିଭା ଦେଖି ଓଡ଼ିଶୀ ନୃତ୍ୟ ଶିଖିବା ପାଇଁ ଭାରତ ଆସିବାକୁ ଆଗ୍ରହ ପ୍ରକାଶ କରୁଥିଲେ। ଓଡ଼ିଶୀ ନୃତ୍ୟଶୈଳୀର ବିକାଶ ଏବଂ ପୁନରୁଦ୍ଧାର ପାଇଁ ସଂଯୁକ୍ତା ପାଣିଗ୍ରାହୀଙ୍କ ଅତୁଳନୀୟ ଅବଦାନକୁ ସ୍ୱୀକୃତି ଦେଇ ଭାରତ ସରକାର ଏବଂ ବିଭିନ୍ନ ଅନୁଷ୍ଠାନ ତାଙ୍କୁ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ କରିଥିଲେ। ମାତ୍ର 31 ବର୍ଷ ବୟସରେ ତାଙ୍କୁ ଭାରତର ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମଶ୍ରୀ ପ୍ରଦାନ କରାଯାଇଥିଲା। ସେ ଥିଲେ ଏହି ସମ୍ମାନ ପାଉଥିବା ପ୍ରଥମ ଓଡ଼ିଶୀ ନୃତ୍ୟଶିଳ୍ପୀ। ନୃତ୍ୟ କ୍ଷେତ୍ରରେ ତାଙ୍କର ଶ୍ରେଷ୍ଠତା ପାଇଁ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ଦ୍ୱାରା ପୁରସ୍କୃତ ହୋଇଥିଲେ। ଓଡ଼ିଶା ସରକାର ଓ ବିଭିନ୍ନ ସାଂସ୍କୃତିକ ମଞ୍ଚ ପକ୍ଷରୁ ତାଙ୍କୁ ଅନେକ ଉପାଧି ଓ ସମ୍ମାନ ମିଳିଥିଲା। ସଂଯୁକ୍ତା ପାଣିଗ୍ରାହୀଙ୍କ ନୃତ୍ୟ କେବଳ ଏକ ଶାରୀରିକ ପ୍ରଦର୍ଶନ ନଥିଲା, ତାହା ଥିଲା ଏକ ଆଧ୍ୟାତ୍ମିକ ସାଧନା। ତାଙ୍କର ବ୍ୟକ୍ତିତ୍ୱ ଅତ୍ୟନ୍ତ ସରଳ, ନମ୍ର ଓ କଳା ପ୍ରତି ସମର୍ପିତ ଥିଲା। ସେ ନୂତନ ପିଢ଼ିର ଅନେକ ନୃତ୍ୟଶିଳ୍ପୀଙ୍କୁ ପ୍ରଶିକ୍ଷଣ ଦେଇ ଓଡ଼ିଶାର ଏକ ଦୀର୍ଘ ପରମ୍ପରା ସୃଷ୍ଟି କରିଯାଇଛନ୍ତି। ମାତ୍ର 52 ବର୍ଷ ବୟସରେ 1997 ମସିହା ଜୁନ୍ 24 ତାରିଖରେ ଭୁବନେଶ୍ୱରଠାରେ କର୍କଟ ରୋଗରେ ପୀଡ଼ିତ ହୋଇ ଏହି ମହାନ କଳାକାରଙ୍କର ଅକାଳ ବିୟୋଗ ହୋଇଥିଲା। ତାଙ୍କର ମୃତ୍ୟୁରେ ଓଡ଼ିଶୀ ନୃତ୍ୟ ଜଗତର ଏକ ଅପୂରଣୀୟ କ୍ଷତି ଘଟିଥିଲା। ତାଙ୍କ ମୃତ୍ୟୁ ପରେ ତାଙ୍କ ସ୍ୱାମୀ ପଣ୍ଡିତ ରଘୁନାଥ ପାଣିଗ୍ରାହୀ ତାଙ୍କ ସ୍ମୃତିକୁ ଅମର କରି ରଖିବା ପାଇଁ ସଂଯୁକ୍ତା ପାଣିଗ୍ରାହୀ ମେମୋରିଆଲ ଟ୍ରଷ୍ଟ ଗଠନ କରିଥିଲେ। ଏହି ଟ୍ରଷ୍ଟ ମାଧ୍ୟମରେ ପ୍ରତିବର୍ଷ ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀମାନଙ୍କୁ ପୁରସ୍କୃତ କରାଯାଏ ଏବଂ ଗରିବ ତଥା ମେଧାବୀ ଓଡ଼ିଶୀ ଶିଷ୍ୟମାନଙ୍କୁ ବୃତ୍ତି ପ୍ରଦାନ କରାଯାଇ ନୃତ୍ୟ ଶିକ୍ଷାରେ ସହାୟତା କରାଯାଏ। ସଂଯୁକ୍ତା ପାଣିଗ୍ରାହୀ କେବଳ ଜଣେ ନୃତ୍ୟାଙ୍ଗନା ନଥିଲେ, ସେ ଥିଲେ ଓଡ଼ିଆ ଅସ୍ମିତା, ସଂସ୍କୃତି ଏବଂ ନାରୀ ସଶକ୍ତିକରଣର ଏକ ପ୍ରତୀକ। ଯେଉଁ ସମାଜରେ ନୃତ୍ୟକୁ ହେୟ ଜ୍ଞାନ କରାଯାଉଥିଲା, ସେହି ସମାଜରେ ଜଣେ ସମ୍ଭ୍ରାନ୍ତ ପରିବାରର କନ୍ୟା ଭାବେ ନିଜର ପ୍ରତିଭା ବଳରେ ଓଡ଼ିଶୀକୁ ବିଶ୍ୱ ଦରବାରରେ ଶୀର୍ଷ ସ୍ଥାନରେ ପହଞ୍ଚାଇ ସେ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି। ଓଡ଼ିଶୀ ନୃତ୍ୟରେ ଗୁରୁ କେଳୁଚରଣ ମହାପାତ୍ରଙ୍କ ସହ ସଂଯୁକ୍ତା ପାଣିଗ୍ରାହୀଙ୍କ ନାମ ସର୍ବଦା ସ୍ୱର୍ଣ୍ଣାକ୍ଷରରେ ଲିଖିତ ହୋଇ ରହିବ। ଶୁଣିଲ ତ ପିଲାଏ, ବଡ଼ ମଣିଷଙ୍କ କାହାଣୀ କ୍ରମରେ ଆଲୋଚନା ଓଡ଼ିଶୀ ନୃତ୍ୟଶିଳ୍ପୀ ସଂଯୁକ୍ତା ପାଣିଗ୍ରାହୀ। ତମ ପାଇଁ ଆଲୋଚନା କଲେ ବଡ଼ ଅପା ମଧୁଛନ୍ଦା ମହାପାତ୍ର। ଆଶା କରୁଛି ତମେମାନେ ମଧ୍ୟ ତାଙ୍କ ଜୀବନରୁ ପ୍ରେରିତ ହୋଇ ଭବିଷ୍ୟତରେ ଏହି କ୍ଷେତ୍ରରେ ନିଶ୍ଚିତ ଭାବରେ ନିଜକୁ ନିୟୋଜିତ କରିବ ଏବଂ ନିଜର ପ୍ରତିଭା ବଳରେ ଆମ ଦେଶର ନାଁକୁ ଆହୁରି ଗୌରବାନ୍ୱିତ କରିବ।